ସମୟ ଅପରାହ୍ନ 3 ଘଟିକା ପ୍ରାୟ। ଉପର ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ତରତର ହୋଇ ସମୀର ଝାରସୁଗୁଡ଼ାରୁ କୋଚିଣ୍ଡା ଅଭିମୁଖେ ବାହାରି ପଡ଼ିଲା ଏକ ଟାୱାର କାମରେ। ସମୀର ଟେଲିକମ୍ ବିଭାଗର ଏକ କର୍ମଚାରୀ। ସେଦିନ କେହି ସହଯୋଗୀ ନଥିବାରୁ ସମୀରକୁ ଏକୁଟିଆ ଯିବାକୁ ପଡ଼ିଲା। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏକ ଛୋଟ ଗାଁ। ଝାରସୁଗୁଡ଼ାରୁ କୁଚିଣ୍ଡା ପ୍ରାୟ 50 କିଲୋମିଟର ଦୂରତା। ଅପରାହ୍ନ 4:30 ଭିତରେ ସମୀର କୁଚିଣ୍ଡା ବ୍ଲକରେ ସେହି ଗ୍ରାମର ପହଞ୍ଚି ସାରିଥିଲା। ଟାୱାର କାମ ସାରୁ ସାରୁ ସନ୍ଧ୍ୟା 7:30 ବାଜି ସାରିଥାଏ। ଉକ୍ତ ଗାଁକୁ ଗମନାଗମନର ବିଶେଷ ସୁବିଧା ନଥାଏ। ସମୀର ମନେ ମନେ ଭାବୁଥାଏ, ଯଦି ବସ୍ ମିଳିଯିବ ତ ବସ୍ ଯୋଗେ ଝାରସୁଗୁଡ଼ା ଫେରିଯିବି। ହେଲେ ସମୀର ପାଇଁ ସେ ଏରିଆ ନୂଆ ହୋଇଥିବାରୁ ବସ୍ ଟାଇମ୍ ବାବଦରେ ତାକୁ କିଛି ଜଣା ନଥାଏ। ଏହି ଗାଁ କୁଚିଣ୍ଡା ବ୍ଲକର ଏକ ଅନୁନ୍ନତ ଛୋଟିଆ ଗାଁ ହୋଇଥିବାରୁ ଗାଁକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ନଥାଏ। ରାସ୍ତାଘାଟ ଶୂନଶାନ ଏବଂ ଘନ ଅନ୍ଧକାର ଆଚ୍ଛାଦିତ ହୋଇଥାଏ। କିଛି ବାଟ ଅନ୍ଧାରରେ ଚାଲିବା ପରେ ଜଣେ ଲୋକଙ୍କ ସହିତ ଦେଖା ହେଲା ସମୀରର। ସମୀର ପଚାରିଲା, ଭାଇ, ଝାରସୁଗୁଡ଼ା ଯିବା ପାଇଁ ଏବେ ବସ୍ ମିଳିବ କି? ବ୍ୟକ୍ତି ଜଣକ ଉତ୍ତର ଦେଲେ, ନାଇଁ, ଏବେ ଆଉ କୌଣସି ବସ୍ ନାହିଁ। ଶେଷ ବସ୍ 7:30 ଚାଲିଯାଇଛି। ତାପରେ ବ୍ୟକ୍ତି ଜଣକ ଚାଲିଗଲେ। ସମୀର ଭାବୁଥାଏ, ଏବେ ମୁଁ କ'ଣ କରିବି? ଏମିତି ଭାବୁ ଭାବୁ ଅଧଘଣ୍ଟା ବିତିଗଲା। ଲିଫ୍ଟ ମିଳିଗଲେ ପାଖ ବଜାରରେ ଯାଇ ପହଞ୍ଚି କିଛି ଗୋଟେ ବ୍ୟବସ୍ଥା କରିବି ଭାବି ଘଣ୍ଟାଏ ଅପେକ୍ଷା କଲା ପରେ ବି ଗୋଟେ ହେଲେ ବାଇକ୍ ମିଳିଲାନି। ଶେଷରେ ସେ ନିଷ୍ପତ୍ତି ନେଲା କି ନା, ଆଉ ଆଗକୁ ଯିବା ଅସମ୍ଭବ। ଯାଉଛି ଗାଁ ଭିତରକୁ ଫେରିଯିବି। ରାତିଟା କୌଣସି ପ୍ରକାରେ କାହା ଘରେ କଟାଇ ସକାଳେ ଚାଲିଯିବି। ଭୋକରେ ପେଟ ଗଁ ଗାଁ ଶବ୍ଦ କରୁଥାଏ। ମୋବାଇଲରେ ମାତ୍ର 5% ଚାର୍ଜ ଥାଏ। ତରତରରେ ବାହାରି ଆସିଥିବାରୁ ପାୱାର ବ୍ୟାଙ୍କଟା ମଧ୍ୟ ଆଣିବାକୁ ଭୁଲି ଯାଇଥିଲା ସମୀର। ଅନ୍ଧାର ଭିତରେ ପ୍ରାୟ 1 କିଲୋମିଟର ଚାଲିବା ପରେ ଦୂରରୁ ମିଞ୍ଜି ମିଞ୍ଜି ହୋଇ ଏକ ଡିବି ଆଲୁଅ ଜଳୁଥିବା ପରି ମନେ ହେଲା। ସମୀରର ଉଦାସ ମନରେ ଟିକେ ଆଶା ସଞ୍ଚାର ହେଲା। ଭାବିଲା, ଯାଉଛି ଆଜି ରାତିଟା ଏଇଠି ହିଁ କଟେଇବି। ପାଖକୁ ଯାଇ ଡାକିଲା, ଘରେ କିଏ ଅଛନ୍ତି? ଶୂନଶାନ। କାହାରି ଉତ୍ତର ନାହିଁ। ପୁଣି ଡାକିଲା, ଘରେ କେହି ଅଛନ୍ତି କି? ଛାଇ ଆଲୁଅରେ ଦେଖିବାକୁ ପାଇଲା, ଧୋବ ଫରଫର କେଶ ଆଖି କରଡ଼ରେ ପଶିଯାଇଛି। ହାତରେ ଲଣ୍ଠନଟିଏ ଧରି ନଇଁ ନଇଁ ଜଣେ 80 ବର୍ଷରୁ ଉର୍ଦ୍ଧ୍ୱ ହେବ ବୃଦ୍ଧା ମହିଳା ଆସିଲେ। ପଚାରିଲେ, କିଏ ତମେ? ସମୀର ଡରି ଡରି ଉତ୍ତର ଦେଲା, ମୁଁ ଟେଲିକମ୍ ବିଭାଗର ଜଣେ କର୍ମଚାରୀ। ଟାୱାର ସଜାଡ଼ିବା ପାଇଁ ଏଇ ଗାଁକୁ ଆସିଥିଲି। କାମ ସାରୁ ସାରୁ ଟିକେ ଲେଟ୍ ହୋଇଗଲା। ଝାରସୁଗୁଡ଼ା ଯିବା ପାଇଁ ବସ୍ ପାଇଲିନି କିମ୍ବା ପାଖ ବଜାରକୁ ଯିବା ପାଇଁ ଲିଫ୍ଟ ବି ପାଇଲିନି। ତେଣୁ ଆଜି ରାତିଟା ଯଦି ମୋତେ ଦୟାକରି ଆପଣଙ୍କ ଘରେ ରହିବାକୁ ଅନୁମତି ଦେବେ, ତେବେ ମୁଁ ରାତିଟା ରହି ସକାଳେ ଚାଲିଯିବି। ନଚେତ୍ ମୋ ପାଖରେ ଅନ୍ୟ କିଛି ବାଟ ନାହିଁ। ବୃଦ୍ଧା ଜଣକ କିଛି ସମୟ ନୀରବ ରହିବା ସହିତ ତୀକ୍ଷ୍ଣ ନଜରରେ ସମୀରକୁ ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ଚାହୁଁଥାନ୍ତି। ବୃଦ୍ଧାଙ୍କର ନୀରବତା ଏବଂ କୌତୂହଳପୂର୍ଣ୍ଣ ଚାହାଣୀ ସମୀରକୁ ଅଧିକ ଭୟଭୀତ କରୁଥାଏ। ଠିକ୍ ଏତିକିବେଳେ ବୃଦ୍ଧା ଜଣକ ସମୀରକୁ ଭିତରକୁ ଆସିବା ପାଇଁ ଇଙ୍ଗିତ କଲେ। ସମୀର ବୃଦ୍ଧାଙ୍କ ପଛେ ପଛେ ଚାଲିଥାଏ। ଯେତିକି ଭିତରକୁ ଯାଉଥାଏ, ଛାତିର ସ୍ପନ୍ଦନ ସେତିକି ବଢ଼ି ଚାଲିଥାଏ। କାରଣ ଘରଟି ବହୁ ପୁରୁଣା କାଳିଆ ଘର ଭଳି ମନେ ହେଉଥାଏ। ମାଟିରେ ନିର୍ମିତ। କିଟମିଟ ଅନ୍ଧାର ଭିତରେ ବୃଦ୍ଧାଙ୍କ ହାତରେ ଥିବା ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅରେ ସମୀର ଘରଟିକୁ ସମ୍ପୂର୍ଣ୍ଣ ରୂପେ ଦେଖିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଦେଖିପାରୁ ନଥାଏ। କେବଳ ବୃଦ୍ଧାଙ୍କୁ ଅନୁସରଣ କରିବା ବ୍ୟତୀତ ସମୀର ପାଖରେ ଅନ୍ୟ କୌଣସି ଉପାୟ ନଥାଏ। ଇତିମଧ୍ୟରେ ପ୍ରବେଶ ଦ୍ୱାରଠାରୁ ଅଙ୍କେଇ ବଙ୍କେଇ କେତେ ଯେ ଭିତରକୁ ଆସିଯାଇଛି ସମୀର କଳ୍ପନା କରିପାରୁ ନଥାଏ। ଖାଲି ଏତିକି ଭାବୁଥାଏ, ଭିତରେ ଯଦି ମୋ ସହିତ କିଛି ଦୁର୍ଘଟଣା ଘଟେ, ମୁଁ ବାହାରକୁ ବାହାରିବା ପାଇଁ ବାଟ ପାଇବି ତ? ଠିକ୍ ଏତିକିବେଳେ ବୃଦ୍ଧା ଜଣକ ଅଟକି ଗଲେ ଏବଂ ସମୀରକୁ ବସିବା ପାଇଁ କହିଲେ। ସମୀର ବସିଲା। ବୃଦ୍ଧା ଜଣକ ପଚାରିଲେ, ତୁମ ଘର କୋଉଠି? ସମୀର ଡରି ଡରି ଉତ୍ତର ଦେଲା, ମୟୂରଭଞ୍ଜ। ପୁଣି ବୃଦ୍ଧା ଜଣକ ପଚାରିଲେ, ତୁମ ବାପା କ'ଣ କରନ୍ତି? ତୁମର ଭାଇ ଭଉଣୀ କେତେ ଜଣ? ସମୀର ସଂକ୍ଷେପରେ ଉତ୍ତର ଦେଲା, ବାପା ଜଣେ ସରକାରୀ କର୍ମଚାରୀ ଏବଂ ଆମେ 3 ଭାଇ ଏବଂ ମୁଁ 2 ନମ୍ବର। ବୃଦ୍ଧାଙ୍କ ବିଷୟରେ ଅନେକ କିଛି ଜାଣିବା ପାଇଁ ଇଚ୍ଛା କରୁଥାଏ ସମୀର, ହେଲେ ଭୟରେ କିଛି ପଚାରି ପାରୁ ନଥାଏ।
ଠିକ୍ ଏତିକି ବେଳେ ବୃଦ୍ଧା ଜଣକ ଘର ଭିତରକୁ ଚାଲିଗଲେ ଏବଂ ହାତରେ ଏକ ବିସ୍କୁଟ ପ୍ୟାକେଟ୍ ଧରି ଆସିଲେ ଏବଂ ପଚାରିଲେ, କ'ଣ ଖାଇଛୁ? ସମୀର ଉତ୍ତର ଦେଲା, ଦିନ 1:30ରେ ମୁଁ ଲଞ୍ଚ କରିଥିଲି। ବିସ୍କୁଟ ପ୍ୟାକେଟଟି ବଢ଼ାଇ ଦେଇ ବୃଦ୍ଧା ଜଣକ କହିଲେ, ଭୋକ ହେଉଥିବ, ଏଇଟା ଖାଇଦେ, ମୋ ପାଖରେ ଆଉ କିଛି ନାହିଁ। ଭୟ ଲାଗୁଥିଲେ ମଧ୍ୟ ସମୀର ବିସ୍କୁଟ ପ୍ୟାକେଟଟି ନେଲା, କାରଣ ଭୋକରେ ପେଟ ଗର୍ଜନ କରୁଥାଏ। ବିସ୍କୁଟଟି ଖୋଲି ପାଟିରେ ଦେଉ ଦେଉ ବୃଦ୍ଧା ପଚାରିଲେ, ତୁମ ଜାତି କ'ଣ? ସମୀର ଉତ୍ତର ଦେଲା, ଗୋପାଳ। ଏଥର ସମୀର ମନରେ ସାହସ ବାନ୍ଧି ବୃଦ୍ଧାଙ୍କୁ ପଚାରିଲା, ତୁମ ଜାତି କ'ଣ? ବୃଦ୍ଧା ଉତ୍ତର ଦେଲେ, ଅଘରୀ। ଏଥର ସମୀର ଆହୁରି ଡରିଗଲା, କାରଣ ସେ କୋଉ ଏକ ବହିରେ ପଢ଼ିଥିଲା ଅଘରୀମାନେ ରାତି ଅଧରେ ଶ୍ମଶାନରେ ତନ୍ତ୍ର ସାଧନା କରନ୍ତି ଏବଂ ଶବମାନଙ୍କର ସଢ଼ା ମାଂସ ଖାଆନ୍ତି। ତଥାପି ମନରେ ସାହସ ବାନ୍ଧି ପଚାରିଲା, ତମେ ଏ ପରିଣତ ବୟସରେ ଏତେ ବଡ଼ ଘରେ ଏକା କାହିଁକି ରହୁଛ? ବୃଦ୍ଧା ଉତ୍ତର ଦେଲେ, ମୋ ପୁଅମାନେ ବିଦେଶରେ ରହନ୍ତି। ବୃଦ୍ଧାଙ୍କ ଅଙ୍ଗଭଙ୍ଗୀରୁ ସମୀର ଅନୁମାନ କଲା ବୃଦ୍ଧା ଜଣକ କିଛି ପଚାରିଲେ ରାଗୁଛନ୍ତି। ତେଣୁ ସମୀର ଚୁପଚାପ ବିସ୍କୁଟ ଖାଇ କୋଉଠି ଶୋଇବି ବୋଲି ପଚାରିଲା। ବୃଦ୍ଧା ଜଣକ ସମୀରକୁ ଏକ ଛୋଟିଆ ରୁମ୍ ଦେଖାଇଲେ। ସମୀର ଚୁପଚାପ ରୁମ୍ ଭିତରକୁ ଯାଇ ସାର୍ଟଟି ଖୋଲି ରଖିଦେଇ ଶୋଇପଡ଼ିଲା। ବୃଦ୍ଧା ଜଣକ ସମୀରକୁ ବାହାରୁ ତାଲା ପକାଇ ଦେଲେ ଏବଂ ବାହାର ପଟେ ଡିବିଟିଏ ଜଳାଇ ବସାଇଦେଲେ। କବାଟ ଫାଙ୍କ ଦେଇ ଡିବିର କ୍ଷୀଣ ଆଲୋକ ରୁମ୍ ଭିତରକୁ ଆସୁଥାଏ। ସମୀର ଖାଲି ଗଡ଼ପଡ଼ ହେଉଥାଏ ସିନା, ଭୟରେ ନିଦ ଆସୁନଥାଏ। ମୋବାଇଲରେ ଆଉ ମାତ୍ର 1% ଚାର୍ଜ ଥାଏ। ଠିକ୍ ରାତି 2:30 ସମୟରେ ବାହାର ପଟେ କେହି ଜଣେ ଚାଲିଗଲା ଭଳି ମନେହେଲା। କବାଟ ଫାଙ୍କ ଦେଇ ଆସୁଥିବା କ୍ଷୀଣ ଆଲୋକରେ ଛାଇଟିଏ ପରି ଜଣାଗଲା। ଭୟରେ କିଛି ଉପାୟ ନ ପାଇ ସମୀର ହନୁମାନ ଚାଳିଶା ପଢ଼ିବାକୁ ଲାଗିଲା, କାରଣ ସମୀର ହନୁମାନଙ୍କୁ ପୂଜା କରେ। ହନୁମାନ ଚାଳିଶା ପଢ଼ୁ ପଢ଼ୁ ସକାଳ ହୋଇଗଲା। ଇତିମଧ୍ୟରେ ସମୀର ରୁମ୍ର ତାଲା ମଧ୍ୟ ଖୋଲା ସରିଥିଲା। ସମୀର ସକାଳେ ଉଠି କିଛି ଦୂରରେ ଥିବା ଦୋକାନକୁ ଯାଇ 2ଟି ବିସ୍କୁଟ ପ୍ୟାକେଟ୍ ଆଣି ଡାକିଲା, ମାଉସୀ, ମାଉସୀ, ମାଉସୀ। ହେଲେ କେହି କୁଆଡ଼େ ନଥିଲେ। ବିସ୍କୁଟ ପ୍ୟାକେଟ୍ ବାରଣ୍ଡାରେ ଥୋଇଦେଇ ସମୀର ପଳାଇ ଆସିଲା। ହେଲେ ଆଜି ଯାଏଁ ସମୀର ମନରେ ଏକ ଅସମାହିତ ପ୍ରଶ୍ନ ହୋଇ ରହିଗଲା, ସେ ବୃଦ୍ଧା ଜଣକ ମଣିଷ ନା ଅଶରୀରୀ ଥିଲେ?